ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ବିକାଶ। ମୋତେ ବିବାହିତ ମହିଳା ଭାରି ପସନ୍ଦ। ଏବେ ମୁଁ ଆପଣମାନଙ୍କର ସମୟ ନଷ୍ଟ ନ କରି ସିଧା କାହାଣୀ ଉପରକୁ ଆସୁଛି। ଏହି କାହାଣୀ ମୋର ପିଉସୀଙ୍କ ବିଷୟରେ। ତାଙ୍କ ବୟସ 42 ବର୍ଷ। ସେ ଦେଖିବାକୁ ଏତେ ସୁନ୍ଦର ନୁହନ୍ତି, କିନ୍ତୁ ତାଙ୍କର ସବୁ ବଡ଼ ବଡ଼। ତାଙ୍କ ଦେହ ଦେଖିଲେ ଆପଣମାନଙ୍କର ପୁରା ପାଣି ବାହାରିଯିବ। ମୋତେ ସେ ପିଲାବେଳୁ ବହୁତ ପସନ୍ଦ ଲାଗନ୍ତି। ଯେବେ ବି ସେ ଆମ ଘରକୁ ଆସନ୍ତି, ସେ ମୋ ରୁମ୍ରେ ଶୁଅନ୍ତି। ଆଉ ସେ ରାତିରେ ନିଦରେ ଶୋଇଗଲା ପରେ ମୁଁ ତାଙ୍କର ଛାତି ଉପରେ ଓ ପଛ ଓସାରିଆ ଭାଗ ଉପରେ ହାତ ରଖି ଏହାର ଫାଇଦା ଉଠାଏ। ଏମିତି ସବୁ ଚାଲିଥିଲା। ପରେ ମୁଁ କଲେଜରେ ପଢ଼ିଲି। ଏଇ ଜାନୁଆରୀରେ ମୋ କକାଙ୍କର କିଛି ରୋଗ ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି କରାଗଲା। କାକାଙ୍କ ପାଖରେ ରହିବା ପାଇଁ ମୁଁ ସେଦିନ ରାତିରେ ଡାକ୍ତରଖାନାରେ ରହିଲି। ସେହିଦିନ ପିଉସୀଙ୍କର ନାଇଟ୍ ସିଫ୍ଟ ଥିଲା। ସବୁ କାମ ସରିଲା ପରେ ପିଉସୀ ମୋ ପାଖକୁ ଆସିଲେ, ଆଉ ଆମେ ସେଇଠି ଡିନର କରିନେଲୁ। ଖାଇସାରିବା ପରେ ଘର ପରିବାର ବିଷୟରେ କିଛି କଥାବାର୍ତ୍ତା ହେଲୁ। ମୋ ଧ୍ୟାନ ପିଉସୀଙ୍କ ବଡ଼ ବଡ଼ ଗୋଲ ଗୋଲ ଜିନିଷ ଉପରୁ ଜମାରୁ ହଟୁନଥିଲା। ସେତିକିବେଳେ ପିଉସୀ ମୋତେ ନୋଟିସ୍ କରିନେଇଥିଲେ ବୋଧେ। ରାତି 12ଟା ହୋଇଥିଲା। ଡାକ୍ତରଖାନା ପୁରା ଶାନ୍ତ ପଡ଼ିଯାଇଥିଲା। ପିଉସୀ ମୋତେ କହିଲେ, ବିକୁ। ବିକୁ ହେଉଛି ମୋ ଡାକ ନାଁ। ଚାଲ ଶୋଇପଡ଼ିବା। ଆମ ଷ୍ଟାଫ୍ ରୁମ୍ରେ ସେଇଠି କେହି ନାହାନ୍ତି। ଗୋଟେ ସିଙ୍ଗଲ ବେଡ଼୍ ପଡ଼ିଛି। ଆଜି ରାତିଟା ଆମେ ଏଇଠି ଆଡ଼ଜଷ୍ଟ କରିବା। ମୁଁ କହିଲି, ଠିକ୍ ଅଛି ପିଉସୀ। ଆଉ ମୁଁ ମନେ ମନେ ବହୁତ ଖୁସି ହୋଇଗଲି। ତାପରେ ପିଉସୀ ତାଙ୍କ ଆପ୍ରନ୍ ବାହାର କରିଦେଲେ। ପିଉସୀ ସାଲୱାର ପିନ୍ଧିଥିଲେ, ଯେଉଁଥିରେ ତାଙ୍କର ଆଗ ଭାଗର ବଡ଼ ବଡ଼ ଦୁଇଟା ବହୁତ ସୁନ୍ଦର ଲାଗୁଥିଲା। ପୁଣି ଆମେ ଶୋଇବା ପାଇଁ ଚାଲିଗଲୁ, ଆଉ ଶୋଇବାକୁ ଲାଗିଲୁ। ପିଉସୀ କାନ୍ଥ କଡ଼କୁ ଶୋଇଥିଲେ ଏବଂ ମୁଁ ତାଙ୍କ ପାଖରେ ଶୋଇଲି। ପାଖାପାଖି 20ରୁ 25 ମିନିଟ୍ ପରେ ମୋତେ ଲାଗିଲା ପିଉସୀ ଗଭୀର ନିଦରେ ଶୋଇଗଲେଣି। ଆଉ ମୁଁ ତାଙ୍କ ଛାତି ଉପରେ ଥିବା ଗୋଲ ଗୋଲ ଦୁଇଟା ଉପରେ ମୋ ହାତ ରଖିଲି। ଖଟ ଛୋଟ ଥିବାରୁ ଆମେ ଭିତରର ଦୂରତା ବହୁତ କମ୍ ଥିଲା। ପୁଣି ମୁଁ ସାହସ କରି ଧୀରେ ଧୀରେ ତାଙ୍କ କପଡ଼ା ଉଠାଇ ତାଙ୍କ ଅଣ୍ଟା ପର୍ଯ୍ୟନ୍ତ ମୋ ହାତକୁ ନେଇଗଲି। ପୁଣି ମୁଁ ତାଙ୍କ ପେଟ ଉପରେ ହାତ ରଖିଲି। ତାଙ୍କ ପେଟ ବହୁତ ମୋଲାୟମ ଥିଲା। ଆଉ ଧୀରେ ଧୀରେ ମୋ ହାତ ତାଙ୍କର ଛାତି ପାଖରେ ପହଞ୍ଚିଗଲା। ମୁଁ ମୋ ନିଜ ଉପରେ ଆୟତ୍ତ କରିପାରୁନଥିଲି। ପୁଣି ମୁଁ ତାଙ୍କର ଆଗ ଜିନିଷର ବଡ଼ ବଡ଼ ଦୁଇଟାକୁ ଦଳିଦେଲି। ତାଙ୍କର ହଠାତ୍ ନିଦ ଭାଙ୍ଗିଗଲା। ସେ ମୋ ଉପରେ ଚିଲେଇ ଉଠିଲେ, କହିଲେ, ଏସବୁ କ'ଣ ହେଉଛି ବିକୁ? ମୁଁ କହିଲି, ସରି ପିଉସୀ, ତୁମେ ମୋର ଏତେ ପାଖରେ ଥିଲ, ତେଣୁ ମୁଁ ନିଜକୁ ଆୟତ୍ତ କରିପାରିଲି ନାହିଁ। ପିଉସୀ କହିଲେ, ତୋତେ ଲାଜ ଲାଗିବା କଥା ଏମିତି ଭାବିବା ପୂର୍ବରୁ। ତାପରେ ମୁଁ କହିଲି, ପିଉସୀ, ତୁମେ ମୋତେ ଭାରି ପସନ୍ଦ, ତେଣୁ ତୁମକୁ ଏତେ ପାଖରେ ପାଇ ମୁଁ ମୋର ଆୟତ୍ତ ହରେଇ ବସିଲି। ତାପରେ ପିଉସୀ କହିଲେ, ତୋତେ ମୋର ଏମିତି କ'ଣ ପସନ୍ଦ ଆସିଗଲା? ତାପରେ ମୁଁ କହିଲି, ସତ କହୁଛି ପିଉସୀ, ତୁମର ଏ ଆଗରେ ଥିବା ବଡ଼ ବଡ଼ ଦୁଇଟା ମୋର ବହୁତ ପସନ୍ଦ। ମୋତେ ନିଜକୁ ବି ଜଣା ନଥିଲା ମୁଁ ଏହା କେମିତି କହିପାରିଲି। ତାପରେ ପିଉସୀ କହିଲେ, କିନ୍ତୁ ଏସବୁ ଭୁଲ କଥା। ତାପରେ ମୁଁ କହିଲି, କିଛି ଭୁଲ ନୁହେଁ, ସମସ୍ତଙ୍କୁ ଭଲ ପାଇବାର ଅଧିକାର ଅଛି। ଏତିକି କହି ମୁଁ ତାଙ୍କୁ ଜାବୁଡ଼ି ଧରିଲି। ତାଙ୍କ ପିଠିକୁ ଆଉଁସି ଚାଲିଥାଏ। ସେ ଏପର୍ଯ୍ୟନ୍ତ କିଛି କହୁନଥାନ୍ତି। ଏହା ଦେଖି ମୁଁ ତାଙ୍କ ଆଡ଼କୁ ଦେଖିଲି। ତାଙ୍କର ଆଖି ବନ୍ଦ ଥିଲା। ତାପରେ ମୁଁ ମୋ ଓଠକୁ ତାଙ୍କ ଓଠରେ ରଖି ଗେଲ କରିବାରୁ ସେ ବି ମୋତେ ସହଯୋଗ କଲେ। ଆଉ 10 ମିନିଟ୍ ପର୍ଯ୍ୟନ୍ତ ଆମେ ଦୁହେଁ ଦୁହିଁଙ୍କୁ ଗେଲ କରିବାକୁ ଲାଗିଲୁ। ଆଉ ଏପଟେ ମୁଁ ତାଙ୍କର ଆଗ ଦୁଇଟାର ବଡ଼ ବଡ଼ ଦୁଇଟାକୁ ଦଳୁଥିଲି। ତାପରେ ମୁଁ ତାଙ୍କର ବେକକୁ ଟିକିଏ ଗେଲ କଲି। ସେ ବି ମଦହସ ହୋଇଯାଉଥିଲେ। ତାପରେ ମୁଁ ତାଙ୍କୁ ଖଟ ଉପରେ ଶୁଆଇଦେଲି। ଆଉ ମୁଁ ତାଙ୍କର ଖୋଲି ଦେଇ ତାଙ୍କର ଛାତି ମଝିରେ ମୋ ମୁହଁକୁ ରଖିଲି। ପୁରା ସଫ୍ଟ ଜିନିଷ କ'ଣ ଲାଗୁଥିଲା। ତାପରେ ମୁଁ ତାଙ୍କର ଛାତି ପାଖରୁ କପଡ଼ାକୁ ଅଲଗା କଲି। ଆଉ ତାଙ୍କର ପାଟିରେ ଭର୍ତ୍ତି କରି ଖାଇବାକୁ ଲାଗିଲି। ଆଉ ସେ ବି ମୋ ମୁଣ୍ଡକୁ ଧରି ଜୋର ଜୋର ତାଙ୍କ ଛାତି ଉପରେ ମାଡ଼ି ଦେଉଥିଲେ ଏବଂ ଚିତ୍କାର କରି ଉଠୁଥିଲେ। ଆଉ କହୁଥିଲେ, ଖାଇଯା, ଆଜି ମୋର ଦେହର ସବୁ ଭୋକକୁ ମେଣ୍ଟେଇ ଦେ। ତାପରେ ମୁଁ ତାଙ୍କର ସବୁ କପଡ଼ା ଏକା ସାଙ୍ଗରେ ଖୋଲିଲି ଏବଂ ମୁଁ ତାଙ୍କର ତଳେ ଥିବା ଜଙ୍ଗଲ ଭର୍ତ୍ତି 3 କୋଣିଆ ଭାଗରେ ହାତ ଲଗାଇଲି। ତାଙ୍କ ପୁରା ଶରୀର ପୁରା ଶିହରଣରେ ଖେଳିଗଲା। ଆଉ ମୁଁ ପୁରା ଭିତରକୁ ଆଙ୍ଗୁଠି ପୁରେଇଲି। ଆଉ କିଛି ସମୟ ଆଙ୍ଗୁଠି ପୁରେଇବା ପରେ ମୁଁ ତଳକୁ ଆସି ତାଙ୍କର ସେଇଠି ମୁଁ ମୋର ଜିଭକୁ ପୁରେଇ ତାଙ୍କର ସେଇ 3 କୋଣିଆ ଭାଗକୁ ଚାଟିଲି। ତାପରେ ମୁଁ ଉଠିଲି। ଆଉ ମୁଁ ମଧ୍ୟ ସବୁ ଖୋଲିଦେଲି। ଏବେ ପିଉସୀ ମୋ ଦେହକୁ ଚାପି ଧରିଲେ। ସେ କହୁଥିଲେ, ବିକୁ, ତୁ ଆଜି ମୋର ସବୁ ଇଚ୍ଛା ପୂରଣ କରିଦେ। ମୋ ଜୀବନରେ ଜଣେ ଏମିତି
ଚିକଣିଆ ଏବଂ ଷ୍ଟ୍ରଙ୍ଗ ପୁରୁଷଠାରୁ ପେଲା ଖାଇବାକୁ ଚାହୁଁଥିଲି। ଆଜି ତୁ ମୋର ଏଇ ଇଚ୍ଛାକୁ ପୂରଣ କରିଦେ। ତାପରେ ମୁଁ କହିଲି, ପିଉସୀ, ଏବେ ତ ତୁମକୁ ଏମିତି ସବୁଦିନ ସ୍ୱାଦ ମିଳିବ। ମୁଁ ତୁମକୁ ଖୁବ୍ ମଜା ଦେବି। ଏହା କହି ମୁଁ ମୋର ନେଇ ତାଙ୍କ ପାଟି ଭିତରେ ପୂରାଇ ଦେଲି। ସେ ବି ମୋର ନେଇ ପାଗଳିଙ୍କା ପରି ଚୁଚିବାକୁ ଲାଗିଲେ। ସତରେ ପିଉସୀ, ମୋର ସେଟାକୁ ବହୁତ ଭଲରେ ଚୁଚୁମୁଥିଲେ। ଆଉ ଏବେ ମୁଁ ତାଙ୍କୁ ସିଧା ଶୁଆଇଦେଲି। ତାଙ୍କ ଆଣ୍ଠୁକୁ ମୋ କାନ୍ଧରେ ରଖିଲି ଏବଂ ଗୋଟିଏ ଧକ୍କାରେ ମୋର ପୁରା ତାଙ୍କ ଭିତରେ ପୂରାଇ ଦେଲି। ସେ ପୁରା ଚିଲେଇ ଉଠିଲେ, କିନ୍ତୁ ସେ ତାଙ୍କ ମୁହଁକୁ ନିଜେ ନିଜେ ବନ୍ଦ କରିଦେଲେ। ଏବେ ମୁଁ ଜୋରଦାର ଧକ୍କା ମାରିବାକୁ ଲାଗିଲି। ସେ ବି ସଁ ସଁ ହୋଇ ଆହୁରି ଜୋର କର ଏମିତି କହୁଥାନ୍ତି। ଆଜି ମୋର ସବୁ ଗୋଲୁ ମାରିଦେ। ତାଙ୍କୁ ପ୍ରାୟ ମୁଁ 20 ମିନିଟ୍ କରିବା ପରେ ମୁଁ ଝଡ଼ିଗଲି। ସେ ବି 2 ଥର ଝଡ଼ି ସାରିଥିଲେ। ତାପରେ ମୁଁ ତାଙ୍କ ସାଥିରେ ଶୋଇଗଲି। ସେ ବହୁତ ଖୁସି ଥିଲେ। ତାପରେ ସେ ମୋତେ ଗେଲ କରି ଓଲଟା ଶୋଇଗଲେ। ଆଉ ମୁଁ ତାଙ୍କ ପିଠି ଉପରେ ମୋ ହାତକୁ ବୁଲାଉଥିଲି। ଆଗକୁ ହାତ ନେଇ ତାଙ୍କର ଆଗରେ ଥିବା ଗୋଲ ଗୋଲ 2ଟାକୁ ଜୋରରେ ଦଳୁଥିଲି ଏବଂ ମୋର ନେଇ ତାଙ୍କ ପଛ ଭାଗରେ ଘଷୁଥିଲି। ପିଉସୀ କହିଲେ, ଏବେ କ'ଣ ତୋର ଇଚ୍ଛା ମୋତେ କହ। ତାପରେ ମୁଁ କହିଲି, ମୁଁ ଭାବୁଥିଲି ତୁମ ପଛ ଟିକେ ପଛରେ କରିବି, କାଳେ କୁଆଁରୀ ଥିବ। ସେ ମୋ ଆଡ଼କୁ ପଲଟିଗଲେ ଏବଂ କହିଲେ, ନା ବିକୁ, ବହୁତ କଷ୍ଟ ହେବ। ତାପରେ ମୁଁ କହିଲି, ସେଇ ତ ଦେଖିବାର ଅଛି କେମିତି ଲାଗିବ ଯେତେବେଳେ ତୁମେ ପ୍ରଥମ ଥର ପାଇଁ ତୁମ ପଛରେ କରା ଖାଇବ। ଆଉ ଏବେ ମୁଁ ତାଙ୍କ ଉପରକୁ ଚଢ଼ିଗଲି ଆଉ ତାଙ୍କୁ ଗେଲ କରିବାକୁ ଲାଗିଲି। ସେ ବି ଗରମ ହୋଇଯାଉଥିଲେ। ତାପରେ ମୁଁ ତାଙ୍କୁ ଓଲଟା ଶୁଆଇଦେଲି ଏବଂ ତାଙ୍କ ଉପରକୁ ଚଢ଼ିଗଲି। ତାଙ୍କର ପଛ ଭାଗ ଉପରେ ମୋର ନେଇ ଛେପ ବଳି ଟିକେ ମସାଜ କରିବାକୁ ଲାଗିଲି। ପିଉସୀ କହିଲେ, ଧୀରେ କରିବୁ ବିକୁ, ଏ ମୋହର ନହେଲେ ଫାଟିଯିବ ଆଉ ମୁଁ ସକାଳକୁ ଜମାରୁ ଚାଲିପାରିବି ନାହିଁ। କିନ୍ତୁ ମୁଁ ତାଙ୍କ କଥା ନ ଶୁଣି ତାଙ୍କ ପଛ କଣାରେ ମୋର ନେଇକି ଭର୍ତ୍ତି କରିଦେଲି। ସେ ପୁରା ଜୋରରେ ଚିଲେଇ ଉଠିଲେ ଆଉ କହିଲେ, ବହୁତ କଷ୍ଟ ଲାଗୁଛି, ମୁଁ ମରିଯିବି। କିନ୍ତୁ ମୁଁ ତାଙ୍କ କଥା ନ ଶୁଣି ଆହୁରି ଜୋରଦାର ଧକ୍କା ମାରି ଚାଲିଲି। କିନ୍ତୁ ତାଙ୍କ କଷ୍ଟ ପୁରା ଅସହ୍ୟ କଷ୍ଟ ଥିଲା ବୋଧେ। ସେ ବହୁତ ଜୋରରେ ଚିଲେଇ ଉଠିଲେ, କହିଲେ, ବିକୁ, କାଢ଼ିଦେ, ନହେଲେ ମୁଁ ଆଜି ମରିଯିବି। ତାପରେ ମୋତେ ଟିକେ ଦୟା ଲାଗିଲା। ତାପରେ ମୁଁ ମୋର ତାଙ୍କ ଭିତରୁ କାଢ଼ିଦେଲି ଆଉ ଗୋଟେ ଆଇଡ଼ିଆ କଲି। ତାଙ୍କ ପଛ ଭାଗକୁ ଯାଇ ତାଙ୍କ ପଛ କଣାରେ ମୋ ଜିଭ ଭର୍ତ୍ତି କଲି ଆଉ ଜିଭ ବୁଲେଇ ବୁଲେଇ ତାଙ୍କ ପଛ ଓସାରିଆ ଭାଗ କଣାକୁ ଜିଭରେ ଚାଟିଲି ଆଉ ପୁରା ନାଳୁଆ କରିଦେଲି। ଆଉ ଏମିତି ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ତାଙ୍କ ପଛ କଣାକୁ ମୁଁ ଚାଟିଲି ଆଉ ତାଙ୍କୁ ପୁରା ନାଳୁଆ କରିଦେଲି। ଆଉ ଏଥର ନେଇ ତା ଭିତରେ ମୋର ନେଇକି ଭର୍ତ୍ତି କରିଲି। ଆଉ ଏଥର ତାଙ୍କୁ ଜମାରୁ କଷ୍ଟ ହେଲା ନାହିଁ। ତାପରେ ମୁଁ ଲଗାତାର ତାଙ୍କ ପଛ ଭାଗରେ କରିବା ଆରମ୍ଭ କଲି। ପୁରା ଅଧଘଣ୍ଟା ପର୍ଯ୍ୟନ୍ତ ତାଙ୍କ ପଛ ଓସାରିଆ ଭାଗ କଣାରେ କରିଲି। ଏବେ ମୁଁ ଥକି ଯାଇ ତାଙ୍କ ଉପରେ ଶୋଇଗଲି ଆଉ ମୋର ସବୁ ଗରମ ଗରମ ପାଣିକୁ ତାଙ୍କ ପଛ ଭାଗରେ ଛାଡ଼ିଦେଲି। ସେଇଠୁ ଆମେ ଦୁହେଁ ପଛାପଛି ହୋଇକି ଶୋଇଗଲୁ। ତା ପରଠୁ ଆମେ ପିଉସୀ ଓ ପୁତୁରା ସୁଯୋଗ ପାଇଲେ 2 ଜଣ ଖୁବ୍ ମଜା କରୁଛୁ। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ସମାପ୍ତ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। କେବଳ ମନୋରଞ୍ଜନ ପାଇଁ ଦେଖନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ।